ଅନନ୍ତ ପଟ୍ଟନାୟକଙ୍କ ସ୍ୱପ୍ନ ଦେଖୁଛି କବିତା। ମଣିଷ ସ୍ୱପ୍ନ ଦେଖା ଜୀବ। ସ୍ୱପ୍ନ ଦେଖିବା ବିନା ମଣିଷ ରହିପାରିବ ନାହିଁ। ମଣିଷର ଏହି ସ୍ୱପ୍ନ ତା'ର ଜୀବନରେ ଆଶା କରିବାରେ ଥାଏ। ଆଶା କରିବାରେ ହିଁ ମଣିଷ ଜୀବନରେ ବଞ୍ଚି ରହେ। ଆଶା ପୂରଣ ନ ହେଉ, ସ୍ୱପ୍ନ ସାକାର ବା ସଫଳ ନ ହେଉ, ତଥାପି ମଣିଷ ସ୍ୱପ୍ନ ଦେଖେ, ଯାହାକି ମଣିଷର ସ୍ୱଭାବର ମନର ସାଧାରଣ ପ୍ରକୃତି। ମଣିଷର ପ୍ରତ୍ୟେକ କାର୍ଯ୍ୟ କରିବା ପଛରେ ତା'ର ମନରେ ଉଦ୍ଦେଶ୍ୟଟିଏ ଥାଏ କି ଏଇ ଯେଉଁ କାମ ମୁଁ କରୁଛି ବା କରିବି, ତାହା କେମିତି ମୋ ଜୀବନରେ ସଫଳ ହେଉ, ମୁଁ ଯେମିତି କୃତକାର୍ଯ୍ୟ ହୁଏ। ମଣିଷର ଏତାଦୃଶ ଭାବନା ହିଁ ମଣିଷର ନିଜର ସ୍ୱପ୍ନ ଦେଖା, ଆଶା କରିବାର ଅଭିପ୍ରାୟ। ନହେଲେ ମଣିଷ କାମ କରିପାରିବ ନାହିଁ। କୋଉ ଭିତ୍ତିରେ ମନରେ ଇଚ୍ଛା ନେଇ ମଣିଷ କାମ କରିବ, ଯଦି ତା'ର ଜୀବନରେ ସ୍ୱପ୍ନ ବା ଆଶା ନାହିଁ। ଆଶା ବା ସ୍ୱପ୍ନ ଦେଖା କର୍ମ କରିବାର ଉତ୍ସାହ ବା ପ୍ରେରଣା। କଥାରେ କୁହାଯାଇଅଛି କି, ସ୍ୱପ୍ନ ହେଉଛି ମଣିଷର ପରିପୂରଣ ହୋଇନଥିବା ଇଚ୍ଛା। ମଣିଷ ନିଜ ଜୀବନ କର୍ମ ସମ୍ବନ୍ଧିତ। କାମ କରିବା ମାନଙ୍କର ସମାହାର। ଶିଶୁ ଜନ୍ମ ହେଲା ପରେ ଯଦି ହଗିବା, ମୁତିବା, କାନ୍ଦିବା, ହାତ ଗୋଡ଼ ଚାଟିବା କାମ କରି ନଥାଏ ତ ଡାକ୍ତର, ଶିଶୁର ଜନ୍ମଦାତା, ଘରର ଲୋକେ ବିଚଳିତ ଉଦ୍‌ବିଗ୍ନ ହୋଇଯାଆନ୍ତି ଶିଶୁର ସୁସ୍ଥତା ନିରୋଗତାକୁ ନେଇକି। ଅଜଣାରେ ଥାଇ କି ରହିକି ବି ଶିଶୁ ତା'ର ନୈସର୍ଗିକ ସ୍ୱାଭାବିକ କାମ କରିଥାଏ, କରିବାକୁ ବାଧ୍ୟ ହୁଏ। ନହେଲେ ଜଣାଯିବ କି ଶିଶୁଟି ସୁସ୍ଥ, ନିରୋଗ ନୁହେଁ। ସେହିପରି ଜାଣତ ମଣିଷ ଯିଏକି ଜାଣିପାରୁଛି, ସେ ତ ସାଧାରଣ କଥା ହେଲା ସ୍ୱପ୍ନ ଦେଖିବ, ଆଶା ବାନ୍ଧିବ। ନହେଲେ ଜୀବନରେ ତା'ର ବଞ୍ଚିବା ନାହିଁ, କାମ କରିବା ନାହିଁ। ସେଥିପାଇଁ ବିପ୍ଳବୀ ସାମ୍ୟବାଦୀ ଚିନ୍ତାଧାରାର କବି ଅନନ୍ତ ପଟ୍ଟନାୟକ ନିଜର ଜୀବନରେ ଓ ଓଡ଼ିଶାବାସୀଙ୍କର ସାମୂହିକ ଜୀବନରେ, ସେ ଧନୀ, ଗରିବ, ମହାଜନ, ମଜୁରିଆ, ଖଟିଖିଆ, ମୂଲିଆ, ବସିଥିବା, କାମ କରୁଥିବା ଏବଂ କାମ କରାଉଥିବା ସବୁ ପ୍ରକାର ଲୋକଙ୍କର ଜୀବନର ନିହିତ ରହିଥିବା ସ୍ୱପ୍ନ ଦେଖିବାର କଥା ସଂଶିତ ବା ଏହି ସ୍ୱପ୍ନ ଦେଖୁଛି କବିତାରେ ବର୍ଣ୍ଣନା କରିଛନ୍ତି। ମଣିଷ ଜୀବନ ଯେତେ ସୁଖମୟ ହେଉ ଅଥବା ଦୁଃଖ, ଜଞ୍ଜାଳ, ସଂଘର୍ଷ, ସମସ୍ୟା ବିଜଡ଼ିତର ହେଉ, ସଭିଙ୍କର ଜୀବନରେ ନିଜ ନିଜର ସ୍ୱପ୍ନ ଦେଖିବା ରହିଅଛି। ଧନିକ ସ୍ୱପ୍ନ ଦେଖିବ ଠକିବାର, ଶୋଷଣ କରିବାର, ଆହୁରି ଧନ ବଢ଼ାଇବାର, ବିଳାସ ବ୍ୟସନରେ ରହିବାର। ଆଉ ଗରିବ ସ୍ୱପ୍ନ ଦେଖିବ ଖଟିକି କମେଇକି ମଜୁରୀ ଆଣିକି ଜୀବନ ସହିତ ଯୁଝିକି ସଂଗ୍ରାମ କରିକି। ସେ ସ୍ୱପ୍ନ ଭଲର, ମନ୍ଦର, ସଫଳତାର, ବ୍ୟର୍ଥତାର, ସୁଖର, ଦୁଃଖର, ପାଇବାର, ହରାଇବାର, ଉଠିବାର ଅବା ପଡ଼ିବାର, ଯାହା ବି ହୋଇଥାଉ, ସ୍ୱପ୍ନ ଦେଖିବ। ନ ଦେଖି ଚାରା ନାହିଁ। ଦୁର୍ଲଭ ମଣିଷ ଜୀବନର ଏହାହିଁ ରୀତି, ଜୀବନ ବଞ୍ଚିବାର ଧାରା। କବି ଅନନ୍ତ ପଟ୍ଟନାୟକ ପୁରୀ ଜିଲ୍ଲାର ଚଣାହାଟ ନାମକ ଗ୍ରାମରେ ଜନ୍ମ ହୋଇଥିଲେ। ରାଜନୀତି ତାଙ୍କର ବୃତ୍ତି ଥିଲା। ନିଶା ଥିଲା ସାହିତ୍ୟ ସୃଜନ। ଏକାଧାରରେ କବି, ଅନୁବାଦକ, ଶିଶୁ ସାହିତ୍ୟିକ, ଗାଳ୍ପିକ, ସମ୍ପାଦକ। ଶିଶୁଲେଖା ନାମକ ପତ୍ରିକାର ଏକଦା ଥିଲେ ସମ୍ପାଦକ। ଚଢ଼ା ଉତ୍ତରା, ଛାଇର ଛିଟା, କିଞ୍ଚିତ୍, ତର୍ପଣ କରେ ଆଜି, ଅଲୋଡ଼ା ଲୋଡ଼ା, ଗପୁଡ଼ି ମାଇକି ଧାପୁଡ଼ି ଧାଇଁ, ଭଲ ପଢ଼, ଲଢ଼େଇ କରନା ପୋଷି, କସରା ଘୋଡ଼ା ଇତ୍ୟାଦି ତାଙ୍କ ଲେଖନୀ ସଞ୍ଜାତ ଓ ପ୍ରକାଶିତ ସାହିତ୍ୟ କୃତି। କୀର୍ତ୍ତିଯଶ ଫଳ ପ୍ରଦୀପ। ଅନନ୍ତ ପଟ୍ଟନାୟକ ଜଣେ ପାଠ୍ୟାନ୍ତର୍ଗତ କବି। ତାଙ୍କ ରଚିତ ଆସିଛି ମୁଁ ଆସିଛି କବିତାକୁ ମୁଁ ଟିଟିଲାଗଡ଼ର ଡି.ଏ.ଭି. ମହାବିଦ୍ୟାଳୟରେ ପ୍ରଥମେ ମୋର ଓଡ଼ିଆ ଅଧ୍ୟାପକତ୍ୱ ଚାକିରି ଜୀବନରେ 1990 ଡିସେମ୍ବର ମାସରେ ଓଡ଼ିଆ ଅନର୍ସର ପିଲାମାନଙ୍କୁ ପଢ଼ାଇଥିଲି। ମୋର ମଝିଆଁ ବଡ଼ ଭଉଣୀ
ପୁଣି 1978ରୁ 1980 ଦୁଇ ଶିକ୍ଷାବର୍ଷର ତାଙ୍କର BA କ୍ଲାସରେ ରାଇରଙ୍ଗପୁରଠାରେ ଥାଇ କବିଙ୍କର ତୋହରି ସାଥୀ କବିତାଟିକୁ ବାଧ୍ୟତାମୂଳକ ଓଡ଼ିଆ ପାଠ୍ୟକ୍ରମ MILରେ ପଢ଼ିଥିଲେ। ସ୍ୱପ୍ନ ଦେଖୁଛି କବିତା ରଚନାଟିକୁ ମୁଁ ଥରେ ମୋର ଜଣେ ସମ୍ପର୍କୀୟ ମାମୁଁ ଝିଅ ଭଉଣୀକୁ ତାର ଓଡ଼ିଆ ଅନର୍ସରେ ଥିବା କୋର୍ସରେ ପଢ଼ାଇଥିଲି। ରୋଜି ନାମକ ମୋର ସେଇ ଭଉଣୀଟି ରଣପୁର କଲେଜରେ ପଢ଼ୁଥିଲା। ସ୍ୱପ୍ନ ଦେଖୁଛି କବିତାଟିର 11 ଗୋଟି ପଦ। କବିତାଟି ଭଲ ଲାଗୁନଥିଲେ ବୋଧେ ପାଠରେ ପଢ଼ା ଯାଇପାରିନଥାନ୍ତା। କିଛି ସମ୍ପାଦିତ ଓଡ଼ିଆ କବିତା ବହିରେ କବିତାଟି ସ୍ଥାନ ପାଇଥିବାରୁ ଜଣାପଡ଼େ କି କବିତାର ପାଠକୀୟ ଆଦର, ତାର ଆଦୃତି। ନେତା ମଣିଷ, ଧନୀ ଗରିବ, ଶୋଷକ ଶୋଷିତର, ଅତ୍ୟାଚାରୀ ଓ ଅତ୍ୟାଚାରିତର ଯେତେ ସମାନତାର ଉତ୍ଥାନର କଥା ଚିନ୍ତା କଲେ ବି ଏଭଳି ସମସ୍ୟାରେ ସୁଧାର ଆସିପାରେ, ଆସିବ, ଆସିଛି। ହେଲେ ସମସ୍ୟାର ମୂଳପୋଛ ହୋଇନାହିଁ, ସମୂଳେ ମଣିଷ ଜୀବନରୁ ଯାଇନାହିଁ। ଆଲ୍ଲାହ ଖୋଦା ତାଙ୍କ ରଚିତ, ପ୍ରବର୍ତ୍ତିତ, ପ୍ରଣୀତ, ଜାରି କରିଥିବା ଶେଷ ଆକାଶୀ ବହି ଦିବ୍ୟ ପବିତ୍ର କୋରାନରେ କହିଛନ୍ତି, ମୁଁ ମଣିଷକୁ ଅସମାନ କରି ରୂପ, ଆକାର, ଶରୀର, ମନ, ଶିକ୍ଷା, ଦୀକ୍ଷା, ବାସ ଓ ବସତି, ଉପାର୍ଜନ, ବ୍ୟବସାୟ, ବୃତ୍ତି ଇତ୍ୟାଦିରେ ରଖାଇ ଜନ୍ମଜାତ କରିଅଛି ମୋ ସୃଷ୍ଟିର ବୈଚିତ୍ର୍ୟ ବିବିଧତାକୁ ଦେଖାଇବା ପାଇଁ। ନହେଲେ ସବୁ ମଣିଷ ସମାନ ହୋଇଗଲେ କନ୍ଦଳ ବିଭେଦ ଦେଖାଦେବ। ମଣିଷ ମଣିଷର କରଗତ, ଅନୁଗତ, ଆୟତ୍ତ, କବଳ ତଥା କାବୁରେ ରହିପାରିବ ନାହିଁ। ଜନ୍ମରେ ଯେମିତି ଆଗ ପଛ, ମୃତ୍ୟୁରେ ଯେମିତି ଆଗ ପଛ ରୀତି ଅଛି, ସେମିତି ଉପାର୍ଜନରେ, ବ୍ୟବସାୟ ବୃତ୍ତିରେ ବି ମଣିଷ ବିଭେଦ କ୍ରିୟା ଦେଇ ଜୀବନକୁ ଆଗୁସାର ଗତିଶୀଳ କରୁଛି। ବିଭେଦ ମୋ ସୃଷ୍ଟିର ପିକୁଲିଆରିଟି ଅବଶ୍ୟ ରହିବ, ଯୋଉଥିପାଇଁ ସାମ୍ୟବାଦୀ ଦଳ ମାର୍କ୍ସବାଦ ଚିନ୍ତନ ମଣିଷ ମନରେ ଆସି ଗଠନ ଏବଂ କ୍ରିୟାରେ ଜାଗରୁକ ଭୂମିକା ଗ୍ରହଣ କରିଛି। ସର୍ବେ ହୋଇବେ ଏକାକାର, ନଥିବ ଭେଦର ବିଚାର, ଏହା କ'ଣ ସମ୍ଭବ ହେଲାଣି ସୃଷ୍ଟିରେ, ତାର ରହିଥିବା ଜଗତରେ? କଦାପି ନୁହେଁ ବୋଲି ତ ଅନନ୍ତ ପଟ୍ଟନାୟକଙ୍କର ସ୍ୱପ୍ନ ଦେଖୁଛି କବିତାରେ ବିପ୍ଳବାତ୍ମକ ସ୍ୱର ଝଙ୍କୃତ, ଅନୁରଣିତ। କବିତାର ଆଲୋଚନା। କବି କହୁଛନ୍ତି, ମୁଁ ମୋର ପ୍ରିୟ ଓଡ଼ିଶାର, ମୋର ସେଇ ଜାତିଭାଇମାନଙ୍କ ଗହଣରେ ଜାତ ହୋଇଅଛି, ଯେଉଁ ଜାତି ଦୁଃଖ, ଶୋକ, ବ୍ୟଥା, ଦରଦ ନେଇ ଜୀବନ ଅତିବାହିତ କରୁଛନ୍ତି। ସେମାନଙ୍କ ଜୀବନରେ ସୁଖ ସମ୍ଭୋଗ ନାହିଁ, ହସିବା ନାହିଁ, କେବଳ ଲୁହ ବୋହିବାର, କାନ୍ଦିବାର ପଣ ଅଛି। ଓଡ଼ିଶା ଦରିଦ୍ର ରାଜ୍ୟ ବୋଲି ପୂର୍ବରୁ କଥା ପ୍ରଚଳିତ ବି ଅଛି। ଧନୀ ଅପେକ୍ଷା ଓଡ଼ିଶାରେ ଗରିବଙ୍କ ସଂଖ୍ୟା ମାତ୍ରାଧିକ୍ୟ ଥିବାରୁ ସେମାନଙ୍କ ଜୀବନ ଦୁଃଖ ଦାରିଦ୍ର୍ୟରେ ପୂର୍ଣ୍ଣ। ଆଖିରେ ଏଇଭଳି ଲୋକମାନଙ୍କର ଅସରନ୍ତି, ସରୁନଥିବା, ଲିଭୁନଥିବା ଅଜସ୍ର ଲୁହ ମାନେ ଦୁଃଖ ଭର୍ତ୍ତି ଜୀବନ ବିତାନ। ତଥାପି ଏଭଳି ଦୁଃଖୀ ଆର୍ତ୍ତ ପ୍ରପୀଡ଼ିତ ଲୋକମାନେ ଛାତିକୁ ପଥର କରି ଦୁଃଖ ବେଦନାକୁ ଚାପି ରଖି, ଆଖିର ଲୁହକୁ ଅଟକାଇ ରଖି, ବହିବାକୁ ନ ଦେଇ ଜୀବନ ଅତିବାହିତ ବ୍ୟତୀତ କରୁଛନ୍ତି। ମନର ଦୁଃଖ ମନରେ ଚାପି ହୋଇ ରହିଯାଉଅଛି। କବି ଅନ୍ୟମାନଙ୍କୁ କହୁଛନ୍ତି, ତୁମେମାନେ ଯେଉଁ କହୁଅଛ, ସ୍ୱପ୍ନକୁ ଦେଖ, ମନରେ ଆଶା ବାନ୍ଧ, କେମିତି ଏସବୁ ମୁଁ କରିବି? ମୋ ପାଖରେ ସାଧନ, ମାଧ୍ୟମ, ଜରିଆ ସେମିତି କିଛି ନାହିଁ ଯେ ମୁଁ ସ୍ୱପ୍ନ ଦେଖିପାରିବି। ତୁମେମାନେ କହିପାରୁଛ କେମିତି ଭାବି ମୁଁ ଆଶ୍ଚର୍ଯ୍ୟ ହେଉଛି ତୁମମାନଙ୍କର କଥା ଶୁଣି। ସ୍ୱପ୍ନ ଶୂନ୍ୟ ସଞ୍ଚାରୀ ଏକ ଭାବନା କଦାପି ନୁହେଁ। ଏହା କାହାଣୀ କଦାପି ନୁହେଁ ଯେ ଜୀବନର ନିଷ୍ଠୁର ରୂଢ଼ ବାସ୍ତବତା ସେଥିରେ ଫଳବତୀ ହୋଇଯିବ। କଳ୍ପନାର ସଙ୍ଗଲାଭ କରି, ସାହାଯ୍ୟ ଲାଭ କରି ଜୀବନ ବିତାନ ଏକ ଅପ୍ରିୟ ସତ୍ୟ ବା କଡ଼ୁଆ ସଚ୍। ସହରତଳି, ଗରିବ, ଅସହାୟ, ଅର୍ଥାଭାବ, କୁଡ଼ିଆ ଘେରା ଅପରିଷ୍କାର ମାନବ ବସ୍ତି, ଯୋଉଠି କ୍ଷୁଧା, ଦାରିଦ୍ର୍ୟ, ପେଟପାଟଣାର, ଭୋକର କଷାଘାତରେ
ଆକାଶର ନୀଳିମା ଦେହରେ ରହିଥିବା ଗୋପନୀୟ ଭଗବାନ ଲୁଚି ରହି ମଣିଷର ଭାଗ୍ୟକୁ ଯେଉଁ ଚାଳିତ କରୁଛନ୍ତି, ସେହି ଭଗବାନ ଏଭଳି କ୍ଷୁଧା ପୀଡ଼ିତ ସମାକୁଳ ମାନବ ବଂଶଧରକୁ ଅନହୁତି ମୃତ୍ୟୁ ଦେଉଛନ୍ତି। ମରଣ ମୁହଁରେ ଏମାନଙ୍କୁ ପକାଉଅଛନ୍ତି। ଏମାନଙ୍କର ଦେହ ମନୋବଳ ଦାରିଦ୍ର୍ୟ ଅର୍ଥାଭାବ ଦୁର୍ଗତି ଦୁଃସ୍ଥିତିରେ ଭାଙ୍ଗି ପଡ଼ିଅଛି। ସତେକି ଦୁଃଖ ସହିବା କ୍ଷୁଧାର ଯାତନା ଭୋଗିବା ଏମାନଙ୍କ ଭାଗ୍ୟଲିପି ଅସ୍ଥି ମଜ୍ଜାଗତ ରହିଥିଲା, ରହିଛି, ରହିବ। କେବେ ହେଲେ ବି ଲାଘବ ହେବ ନାହିଁ, କମିବ ନାହିଁ। ଦେହରେ ସତେକି ବୋଳି ହୋଇଯାଇଛି। କାରଣ ଏମାନେ କାଳିଆ କୁତ୍ସିତ ଧଡ଼ିଆ ଧେଡ଼ଙ୍ଗ କଙ୍କାଳସାର ପତଳା ଦୁର୍ବଳିଆ। ଭଲ କରି ଏମାନେ ଭାତ ମୁଠାଏ ମଧ୍ୟ ଖାଇବାକୁ ପାଉନାହାନ୍ତି। ଯାହା ମିଳିଲା ମାପଚୁପ୍ କରି ଖାଉଛନ୍ତି। ବହୁ କୁଟୁମ୍ବୀ ପରିବାର ପିଲା କବିଲା ଭର୍ତ୍ତି ନେଇ ଜୀବନ ଏମାନେ ବ୍ୟତୀତ କରୁଛନ୍ତି। ହା ଅନ୍ନ ହା ଅନ୍ନର ଚିତ୍କାରରେ ଏମାନେ ବ୍ୟସ୍ତ ବିବ୍ରତ। ରୋଜଗାର କରିକି ମଧ୍ୟ ପେଟକୁ ଭଲ କରି ମୁଠାଏ ଭାତ ଯୋଗାଇ ପାରୁନାହାନ୍ତି, ହାରିଯାଇ ଅଛନ୍ତି। କବି କହୁଛନ୍ତି, ମୁଁ ଯେମିତି ଏମାନଙ୍କୁ ନେଇକି ସ୍ୱପ୍ନ ଦେଖୁଛି, ଏମାନଙ୍କ କଥା ଭାବୁଛି, ମୋ ଭଳି ଅନ୍ୟ କେହି କାହିଁ କୋଉଠି ଏମାନଙ୍କର କଥା ଭାବୁଛି? ଏମାନଙ୍କର ସାମାଜିକ ଉତ୍ଥାନ ଉନ୍ନତି କଥା ଚିନ୍ତା କରୁଛି? ଏମାନେ ଧ୍ୱଂସ ହୋଇଯାଉଛନ୍ତି, ମରି ଚାଲି ଯାଉଛନ୍ତି। ଏମାନଙ୍କର ଏହି ପ୍ରଳୟ ବା ଧ୍ୱଂସ ସ୍ଥିତିକୁ ଚାହିଁ ଦେଖି ଏମାନଙ୍କ ପାଇଁ ଆଉ କାହାରି ମନରେ ଭଲ ପାଇବା ପ୍ରେମ ଭାବନା ଜାଗ୍ରତ ହେଉଥିଲେ, ଦୟା କରୁଣାର ଉତ୍ପତ୍ତି ମନରେ ହେଉଥିଲେ, ନିଶ୍ଚିତ ପକ୍ଷେ ଏମାନଙ୍କର ସାମାଜିକ ସାମୂହିକ ଜୀବନରେ ପ୍ରଗତି ଉନ୍ନତି ଆସନ୍ତା। ଯେଉଁ ମଣିଷ ବିଳାସ ବ୍ୟସନରେ ଭୋଗ କାମନା ଓ କରିବାରେ ଅଳସୁଆ ହୋଇ ଅୟେଶ କରୁଛି, ସ୍ୱପ୍ନ ଦେଖିବାରେ ମସ୍ତ ଅଛି, ବ୍ୟସ୍ତ ରହିଛି, ସ୍ୱପ୍ନକୁ ଧରି ରଖିଛି, ସ୍ୱପ୍ନ ଦେଖିବାରେ ଜୀବନକୁ ଲିହିଅଛି ମାନେ ସମ୍ପୃକ୍ତ କରିଛି, ଜଡ଼ିତ କରିଛି, ତାର ଗତି ନରକକୁ। ସେ କଦାପି ଭଲ ଦଶା ପାଇବ ନାହିଁ, ସ୍ୱର୍ଗ ସୁଖ ପ୍ରାପ୍ତ କରିପାରିବ ନାହିଁ। ଯେହେତୁ ଜୀବନର ନିୟମ ହେଲା ନିଜେ ବା ଆପେ ବଞ୍ଚିବା ସହିତ ଅପର ଅନ୍ୟଙ୍କୁ ମଧ୍ୟ ବଞ୍ଚିବାର ସୁଯୋଗ ଦେବା। ଆଉ ଏହା କେମିତି ସମ୍ଭବ ହେବ ନା ଦାନ ଖଇରାତ ସାହାଯ୍ୟ ସହଯୋଗ ଉଦାର ଦୟାଭାବ ପ୍ରକାଶ କରଣରେ, କୃପଣ ବା କଞ୍ଜୁସ ହେବାରେ ନାହିଁ। ହେଲେ ବିପଦ ମଣିଷ ଜୀବନକୁ ଅବଶ୍ୟ ଆସିବ, ଯଦି ସବୁ କୃପଣ ହୋଇ ନିଜେ ଭୋଗ କରେ ତ। ଯୋଉଥିପାଇଁ ଇସଲାମରେ ଆଲ୍ଲାହ ଆର୍ଥିକ ସ୍ୱଚ୍ଛଳ ବର୍ଗଙ୍କୁ ଜକାତ ବା ଦାନ ଦେବା ପାଇଁ ବାଧ୍ୟ କରିଅଛନ୍ତି। ପରିମାଣ ଅବଶ୍ୟ ନିର୍ଦ୍ଦିଷ୍ଟ ନିରୂପିତ ଅଛି। ବାର୍ଷିକ ଆୟକୁ ଦେଖି ନଦେଲେ ଆଗାମୀକାଲି ବିଚାର ଦିବସ କୟାମତରେ ସେହି ଧନକୁ ତତେଇ ଅପରାଧୀ ପିଠିରେ ଚେଙ୍କ ଦାଗ ଦିଆଯିବାର ଧମକ ବି ଖୋଦା ଦେଇଛନ୍ତି। ଯେଉଁମାନେ କହୁଛନ୍ତି, ଆମେ କାହିଁକି ଆମର କଷ୍ଟ ଉପାର୍ଜିତ ଧନ ଦାନ ଦେବୁ, ଆଲ୍ଲାହ ସେମାନଙ୍କୁ ଗରିବ ଦରିଦ୍ର କରି ଜନ୍ମ ଦେଇଛି, ସେହି ଏକା ତାଙ୍କୁ ଖୁଆଉ। ଏଭଳି ଅମାନିଆ ଗର୍ବୀ ଉଦ୍ଧତ ଫୁଟାଣି କାଢୁଆ ଲୋକ ପଛରେ ବିପଦକୁ ଲଗେଇ ଦେବି। ତାର ଧନକୁ ଚୋର ଦ୍ୱାରା ଲୁଟେରା ଦ୍ୱାରା ଚୋରି କରାଇ ଦେବି। ବାଟରେ ଯାଉଥିବା ବେଳେ ଦୁର୍ଘଟଣାରେ ପକାଇ ଦେଇ ଅଜସ୍ର ଅର୍ଥ ଖର୍ଚ୍ଚ କରାଇ ଦେବି, ଜୀବନରୁ ମାରିଦେବି। ମୁଁ ଆଲ୍ଲାହ ଦୟାଳୁ ହେବା ସହିତ ରାଗୀ, ବେଜାରି, ପ୍ରତିଶୋଧୀ, ଯେସାକୁ ତେସାକାରୀ। ବିପଦ ମୋରି ଇଚ୍ଛାରେ ମଣିଷ ପାଖକୁ ଆସେ। ମା ଆସାବା ମିନ୍ ମୁସିବତିନ୍ ଇଲ୍ଲା ବିଇଜ୍ନିଲ୍ଲାହ। ପାଠ ତଗାବୁନ୍ କୋରାନ ଭାଗ 28। ମାନେ ହେଲା ମଣିଷ ପାଖକୁ ମୁସିବତ ବା ବିପଦ ମୋର ଇଚ୍ଛାରୁ ଆସେ। ଯେହେତୁ ମଣିଷ ଅମାନିଆ, ଡେମ୍ କେୟାର, ଫାଲତୁ ଖର୍ଚ୍ଚୀ, ଭୋଗ ବିଳାସ ଜୀବନ ବିତାଇ ମଣିଷ ମୋତେ ମାନୁନାହିଁ। ଚାହିଁଲେ ଗରିବ କରାଇ ଦେବି। ଅଗତ୍ୟା ମଣିଷ ଦାନୀ ହେଉ, ଦୟାବାନ ହେଉ, ସାହାଯ୍ୟ କରୁ, କଲେ ବିପଦ ଟଳାଇ ଦେବି। ତେଣୁ କୁଡ଼ିଆ ଦୁଆରକୁ ଯାଇ ଗରିବ କ୍ଷୁଧା ପୀଡ଼ିତ ଅଧନଙ୍ଗା ଭିକମଙ୍ଗା ଲୋକର ମୁହଁରେ ଅଭାବ ମେଣ୍ଟାଉ, ଖାଦ୍ୟ ବାଣ୍ଟୁ, ହସର ଫୁଲ ଖେଳାଉ। ସମ୍ବନ୍ଧ ନାମକ ହିନ୍ଦୀ ସିନେମା ଗୀତରେ ଅଛି, ଆନ୍ଧେରେ ମେ ଯୋ ବୈଠେ ହୈଁ ଜରା ଉନ ପର ନଜର ଡାଲୋ, ଆରେ ଓ ରୋଶନୀ ୱାଲୋ।
हमारे भी थे कुछ सपने, हमारे भी थे कुछ अरमां, सभी वो राह में छूटे जो थे कभी अपने। मुकेश गायित। साथी हाथ बढ़ाना, साथी हाथ बढ़ाना, एक अकेला थक जाएगा मिलकर बोझ उठाना, साथी हाथ बढ़ाना, साथी हाथ बढ़ाना, साथी रे साथी हाथ बढ़ाना साथी रे। नया दौर नामक हिंदी सिनेमा। गरीब ଅଭାବୀ ଦରିଦ୍ର ଲୋକେ ସହର ତଳିଆ ଝୋପଡ଼ପଟ୍ଟି କୁଡ଼ିଆ ସ୍ଲମ୍ ଡ୍ୱେଲର ବାସିନ୍ଦାଙ୍କ ମଧ୍ୟରେ ଧନ କଉଡ଼ି ବାଣ୍ଟିଲେ ସେମାନଙ୍କ ଭିତରେ ବଞ୍ଚିବାର ଆଶା ସଞ୍ଚରିବ, ଜୀବନ ଶୋଭାମୟ ସୁନ୍ଦର ହେବ। ଆଉ ଖାଲି ନିଜର ବେପାର ବଣିଜ ବ୍ୟବସାୟକୁ ବଜାର ବିପଣିରେ ବଢ଼ାଇ ଦର କଷାକଷି କଲେ ହେବ ନାହିଁ। ଜୀବନକୁ ଲାଭ ମିଳିବା ସହିତ ଲସ୍ ହୋଇଗଲେ କ୍ଷତି ଦୁଃଖ ବି ମିଳିବ, ଗରିବକୁ ଦାନ ନ କରିଥିବା ଦୋଷରୁ କାରଣରୁ। ସେଥିପାଇଁ କି କବି କବିତାରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି, ପ୍ରଶ୍ନବାଚକ ଚିହ୍ନ ଦେଇ। ଆଲ୍ଲାହ କହିଛନ୍ତି, ମୁଁ ମଣିଷର କାମ କରିବାକୁ ଦେଖେ, ଜାଣେ, ତଦନୁଯାୟୀ ଫଳ ଦିଏ। ମଣିଷ ମୋର କାବୁରେ ଅଛି। ଖୋଦା ସେ ଦୁର୍ବଳ ଶକ୍ତି ନୁହେଁ ଯେ ମଣିଷ ସେଥିରୁ ଖସି ବାହାରି ଆସିବ। ସମୟ ଆସିଲେ ମଣିଷ ବଳେ ଜାଣିଯିବ। ଶିଶୁକୁ ଜନ୍ମ କରି ତାକୁ ଉପଯୁକ୍ତ ଲାଳନ ପାଳନ ପୋଷି ପାରିଲେ ଯାଇ ଶିଶୁ ଜୀବନ ତା'ର ପ୍ରାଣରୁ ଦର ଖଣ୍ଡିଆ ଗୁଲୁଗୁଲୁ ଭାଷା ମଣିଷ ଶୁଣିପାରିବ, ଖୁସି ହେବ। ଆଉ ଏସବୁ ହୋଇପାରିବ ସେତେବେଳେ ଯେତେବେଳେ ମଣିଷ ଆର୍ଥିକ ଉପାର୍ଜିତ ଦିଗରୁ ଚଳିଲା ପକ୍ଷ ସ୍ୱଚ୍ଛଳ ଥିବ। ଭଲରେ ପାଳିଲେ ପିଲା ଭଲରେ ବଢ଼ିବ। କମାରଶାଳରେ କମାର କୋଇଲା ନିଆଁ କଳା ଉତ୍ତାପ ଧାସରେ ସିଝି ପ୍ରତିଦିନ ନିଜର ବେଉସା କରି ସ୍ୱପ୍ନ ଦେଖୁଛି କେମିତି ନିଜର ଜୀବନକୁ ସୁଖମୟ ଶାନ୍ତିଯୁକ୍ତ କରିବ। ପିଲା ପରିବାର କୁଟୁମ୍ବଙ୍କୁ ଭଲରେ ପୋଷି ପାରିବ, ସେମାନଙ୍କ ଓଠରେ ହସର ଫୁଲ ଫୁଟେଇ ପାରିବ। ସ୍ତ୍ରୀ ପିଲାମାନେ ଭଲ ଭାବିବେ, ମୋର ଭଲ ସ୍ୱାମୀ, ମୋର ଭଲ ବାପା ଆମକୁ ଖୁସିରେ ଚଳାଉଅଛନ୍ତି, ଅର୍ଥର ଅଭାବ ନାହିଁ। କମାରଶାଳକୁ ହଠାତ୍ କବିତାର ପରିସର ମଧ୍ୟକୁ ଆଣିବାର ଉଦ୍ଦେଶ୍ୟ ହେଲା, ଲେଖିବା ସମୟରେ କମାରଶାଳର ଦୃଶ୍ୟ ଲେଖନୀ ଭିତରକୁ ଅଭିଜ୍ଞତା ହୋଇ ଚାଲି ଆସିଅଛି। ସେହିପରି ଚାଷୀ କୃଷକ ଚାଷ ଜମି ବିଲରେ ଭଲ ରକମ ଚାଷ କରି ଗହଳିଆ ଫସଲ କରି ଧାନ ଉତ୍ପାଦନ କରିଛି। ଅମଳ ଭଲ ହୋଇଛି, ତେଣୁ ଚାଷୀର ମନ ଖୁସି ଅଛି। ଗହୀର ଖାଲୁଆ ବିଲ ଥିବାରୁ ଜଳ ଭର୍ତ୍ତି ହୋଇ ରହି ଅମଳକୁ ଆଶାଜନକ କରିଛି। ପରିବାର ବି ଖୁସ୍ ଅଛି। ଜୀବନ ହୋଇଛି ମାଧୁର୍ଯ୍ୟ ବିମଣ୍ଡିତ। ଦୁଃଖ ଅନ୍ଧାର ନ ଥାଇ ସୁଖ ଐଶ୍ୱର୍ଯ୍ୟର ଆଲୁଅ ପ୍ରାଣ ଦେଇଛି। ହଁ, ତୁମର ଏଥର ଚାଷ ଭଲ କରାଇବି। ଯେହେତୁ ଚାଷୀ ମେହନତ ଭଲ କରିଥିଲା, ଦେହକୁ ଝାଳ ନାଳରେ ଭିଜେଇ ଓଦା କରାଏ। କବି ସହର ଓ ପଲ୍ଲୀରେ ଯୁଗପତ୍ ସୁଖ ଐଶ୍ୱର୍ଯ୍ୟର ସମ୍ଭୋଗ ବିଳାସର ସ୍ୱପ୍ନ ଦେଖିଛନ୍ତି। ଗ୍ରାମୀଣ ବ୍ୟକ୍ତି ଓ ସହରୀୟ ଲୋକ ଅଳସୁଆ ନିଷ୍କର୍ମା ହୋଇ ନ ବସି ଖଟି ମିହନ୍ତ କରି କର୍ମଠ ହୋଇ ଉପାର୍ଜନ କରି ପରିବାରରେ ଜୀବନ ବିତାନରେ ଖୁସିର ମାହୋଲ ବାତାବରଣ ଆଣିଛି, ପରିବେଶ ସୃଷ୍ଟି କରିଛି। ଅଭାବରେ ଥାଇ କ୍ଷୁଧା ଭୋକରେ ରହି ମରିବାର ଯେଉଁ ସ୍ୱପ୍ନ ଦେଖୁଥିଲା, ତାହା ଅସମ୍ଭବରେ ପରିଣତ ହେଲା। ଏବେ ସମ୍ଭବ। ଜୀବନର ଆଶାପୂର୍ତ୍ତି ପୂରଣର ଖୁସି ମୃତ୍ୟୁକୁ ଜୟ କରିଛି ସତେଅବା, ଏମିତି ମନେ ହେଉଛି। ଯୁବକ ଯୁବତୀ, ତରୁଣ ତରୁଣୀ ପାଖରେ ଉପାର୍ଜିତ ଧନ ଥିଲେ ସେମାନେ ଖୁସି ହୋଇ ପ୍ରେମମତ୍ତ ହୋଇଥାନ୍ତି। ଜୀବନରେ ବିବାହର ଥିବା ସ୍ୱପ୍ନ ସେମାନଙ୍କର ପୂରଣ ହେଲା। ଯୁବକ ଯୁବତୀ ଉଭୟେ ଖୁସ୍ ଅଛନ୍ତି। ପୁଣି କବି ଏଭଳି ଏକ ମୈତ୍ରୀପୂର୍ଣ୍ଣ ମାନବ ସମାଜର ସ୍ୱପ୍ନ ଦେଖୁଛନ୍ତି, ଯେଉଁଠି ହିଂସା ଦ୍ୱେଷ ଈର୍ଷା ଶଠତା ଆଳସ୍ୟତା ଆଦି ମଣିଷର ସମାଜ ଅହିତକାରୀ ବଦ୍ଗୁଣ କିଛି ନଥିବ। ବସୁଧା ପରିବାର ଭଳି ମନେ ହେଉଥିବ। ବସୁଧୈବ କୁଟୁମ୍ବକମ୍।
ମଧୁରାଙ୍କ କହିବା ଭଳି ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର। ଏସବୁ ସମ୍ଭବ ଜୀବନରେ ଭଲ ଖାଇକି ବଞ୍ଚିବାରେ, ଅର୍ଥନୈତିକ ପ୍ରଗତିରେ। ଛୋଟ ଲୋକ ବଡ଼ ଲୋକ, ମାଲିକ ମୂଲିଆର ଭେଦ ପାର୍ଥକ୍ୟ ନଥିବ। ଚୋର ଖଣ୍ଟ ଲୁଟ୍ତରାଜର ବଣିକ ବ୍ୟବସାୟର ବ୍ୟାପାର ହେଉନଥିବ। ଅର୍ଥାତ୍ କିଣା ବିକାରେ ଠକାମି ଭାଣ୍ଡାମି ନଥିବ। ଠକ ବଣିକ ବେପାରୀଙ୍କୁ କବି ଦସ୍ୟୁର ତର୍କଣା ଦେଇଛନ୍ତି। ସବୁ ମଣିଷ ସମାନ। ଏହି ସାମ୍ୟ ଭାବ ଯଦି ପ୍ରତ୍ୟେକ ମଣିଷ ମନରେ ରହେ ତ ମଣିଷ ଉଚ୍ଚ ମହାନ ହୋଇପାରିବ, ଉଦାର ଚରିତ୍ର ବନିପାରିବ। ଆଜି ଓଡ଼ିଶାକୁ ବିଜୁଳିବତୀ ବିଜୁଳି ଆଲୋକ ଯିଏ ଆଣିଛି, ସେ ମଣିଷର କଳ୍ପନା ଯଥେଷ୍ଟ ଉଚ୍ଚତର। ସାରା ବିଶ୍ୱରେ ଅଜ୍ଞାନ ଅନ୍ଧାର ଦୂରେଇ ଦେଲା। ଦୀପ ଡିବିରି ଲଣ୍ଠନ ଜଳାଇବାର ଅଭ୍ୟାସ ବଦଳେଇ ପକାଇଲା। ଯଦି ସାଧନା ଶ୍ରମ ମହତ୍ ବା ଭଲ ଅଛି, ତେବେ ସିଦ୍ଧି ସୁଫଳ ବି ସେମିତି ଭଲ ମହତ୍ ହେବ, ଯେମିତି ବିଜୁଳିର ଉଦ୍ଭାବନରେ ଅଛି। ଏହା ହେଉଛି ବିଭୁ ପ୍ରେମର ପ୍ରଣବ ବା ଦୈବୀ ରାଗିଣୀ, ଈଶ୍ୱରୀୟ ବରଦାନ। ମଣିଷର ମନ ଆନନ୍ଦରେ ଏହାକୁ ମାନିଲା, ଭାଗ୍ୟ ଅଛି ବୋଲି ଜାଣିଲା। ଯେହେତୁ ମଣିଷର ସବୁ ସାଧୁ ଉଦ୍ୟମ ସଫଳ ବି ହୁଏନା। ମଣିଷ କୁଡ଼ିଆ ବାସ ଛାଡ଼ି ପ୍ରାସାଦମୟ କୋଠାମାନଙ୍କରେ ବାସ କରି ଧନର ଦେବୀ ଲକ୍ଷ୍ମୀଙ୍କୁ ପୂଜିବା ପାଇଁ ଚିତା ପକାଇଲା, ମରୁଜ କାଟିଲା। ନାନାଦି ବାଦ୍ୟ ବାଜା ବଂଶୀ ବୁଦ୍ଧିରୁ ବାହାର କଲା। ଉଡ଼ାଜାହାଜ ରକେଟଯାନ ତିଆରି ଆକାଶରେ ଉଡ଼ିଲା, ସମୁଦ୍ରରେ ବୁଡ଼ିଲା, ମେଘମାଳା ଭିତରେ ନିଜ ବାଟ ନିର୍ମାଣ କଲା। ବୈଜ୍ଞାନିକମାନେ ପ୍ରତିଦିନ ନୂଆ ନୂଆ ଉଦ୍ଭାବନ ଆବିଷ୍କାରମାନ କରି ମଣିଷର ଅଧୁରା ସ୍ୱପ୍ନକୁ ପୂରା କଲେ। ସମଗ୍ର ବିଶ୍ୱରେ ଜୀବଶ୍ରେଷ୍ଠ ମଣିଷର ଶ୍ରେଷ୍ଠତା, ଚରମ ଉତ୍କର୍ଷତା ପ୍ରମାଣିତ ହେଲା। ମଣିଷ ସବୁଠୁ ବଡ଼ ପାରିବାବାଲା ହୋଇଗଲା। ଜଡ଼ ଜୀବ ସବୁଠୁ ମଣିଷ ସର୍ବୋତ୍ତମ ସତ୍ତା ବା ସୃଷ୍ଟିର ସ୍ଥିତି। ଗଗନ ପବନ ସର୍ବତ୍ର ମଣିଷର ଦକ୍ଷତା ପାରଦର୍ଶିତାର ଜୟଗାନ ହେଲା। ନିତ୍ୟ ନୂତନତାରେ ଜୀବନ ଘର ପୂରିଗଲା। ମଣିଷ ବୈଜ୍ଞାନିକ ହୋଇ ସୃଷ୍ଟିରେ ନିଜର ଦକ୍ଷତା ବା ପାରଦର୍ଶିତା ଦେଖାଇ ମରଣଶୀଳ ମୃତ୍ୟୁଗାମୀ ମଣିଷ ଅମରତ୍ୱର ଅଧିକାରୀ ହୋଇଗଲା। କାରଣ କେଉଁ ବୈଜ୍ଞାନିକ କ'ଣ କ'ଣ ସବୁ ଉଦ୍ଭାବନ ଆବିଷ୍କାର କରି ଜଗତ ଲୋକଙ୍କର କେଉଁ ହିତ ସାଧନ କେମିତି ଉପାୟରେ କରି ମନେ ରହିଛନ୍ତି, ଅବିସ୍ମରଣୀୟ ଯଶକୀର୍ତ୍ତିର ଅଧିକାରୀ ହୋଇଛନ୍ତି। ମଣିଷ ବିଜ୍ଞାନର ଇତିହାସ ଲେଖି ସେମାନଙ୍କୁ ମନେ ରଖିଲା, ଗୁଣ ଗାରିମାର କୀର୍ତ୍ତନ କରିଗଲା, ଗୁଣୀ ହେଲା, ଆପନା ହାତ ଜଗନ୍ନାଥ କରିଗଲା। ଫେମ୍ ଇଜ୍ ଏ ଫ୍ରୁଟ୍ ଦ୍ୟାଟ୍ ଡେଡ୍ ମ୍ୟାନ୍ ଇଟ୍। ଯଶ ଏପରି ଏକ ଖାଦ୍ୟ ଯାହାକି ମଲା ଲୋକ ହିଁ ଖାଇଥାଏ। ଏହା ସମ୍ଭବ କେମିତି ହେଲା? ନା ଜୀବନ କର୍ମରେ ବନ୍ଧା ବୋଲି। ଜୀବନ କାମ ସହିତ ସମ୍ପର୍କ ରଖେ। କର୍ମମାନଙ୍କର ସମାହାର ହେଉଛି ଜୀବନ। ମଣିଷର କାମ ମଣିଷକୁ ସଜାଡ଼ି ଦେବ, ପୁଣି ସେଇ ମଣିଷର କର୍ମ ମଣିଷକୁ ବିଗାଡ଼ି ନଷ୍ଟ ବି କରିଦେବ। ଆଉ ଏହା ମିତ୍ରତା ବନ୍ଧୁତା ସାହାଯ୍ୟ ସହଯୋଗରେ ସମ୍ଭବିତ। ସେ ମିତ୍ରତା ବନ୍ଧୁତା ସାହାଯ୍ୟ ସହଭାଗିତା ନିଜର ନିଜଠାରେ ଅଥବା ଅନ୍ୟର ଜରିଆରେ ଜୀବନରେ ହୋଇଥାଏ। ଯେହେତୁ ମଣିଷ ସବୁ ଦିଗରୁ ଆତ୍ମକ୍ଷମ, ସ୍ୱୟଂ ସମ୍ପୂର୍ଣ୍ଣ ନୁହେଁ, ତେବେ ମନରେ ଇଚ୍ଛା, ଆଗ୍ରହ, ଉଦ୍ୟମ, ନିଷ୍ଠା ଏବଂ ନିଜର ବାହୁବଳ ଉପରେ ପୂର୍ଣ୍ଣ ଭରସା ମଣିଷକୁ ମଣିଷ ସହିତ ପ୍ରେମ ସ୍ନେହ ସଦ୍ଭାବର ଏକ ଘେର ବେଢ଼ନ ବଳୟ ଦେଇ ସୃଷ୍ଟି ସର୍ଜନାରେ ସମ୍ଭବିତ କରାଏ। ଯୋଜନା ଖଚିତ କରେ, ଖଞ୍ଜି ଦେଇଥାଏ। ପୁଣି କବି କବିତାର ଶେଷରେ ନିରାଶାବାଦୀ ତାର ସ୍ୱପ୍ନ ଦେଖା କଥା କହିଛନ୍ତି ଏମିତି। ସ୍ୱପ୍ନ ଦେଖୁଛି ମୋତହୁଁ ସପନ କିଏ, ଉପାସ ଭୋକରେ ଦେଖୁଛି କହତ ଭଲା। ଗରଳ ଉଗାରି ଯେଜନ ପରାଣ ନିଏ, ସ୍ୱପନ ଦେଖିକି ଜଳାଇ ଜୀବନ ଖଳା। ଆମ ଓଡ଼ିଶା ଦରିଦ୍ର ରାଜ୍ୟ। ଏଠାରେ ନଥିଲା ବାଲା ଲୋକଙ୍କର ସଂଖ୍ୟା ଅଗଣନ। ଉପାସ ଭୋକ ଦୀନ ଦରିଦ୍ର ଥାଇ କିଏ କ'ଣ ଜୀବନକୁ ସମ୍ଭାବନାମୟ କରାଇବାର ସ୍ୱପ୍ନ ଦେଖିପାରେ, ଆଶା ବାନ୍ଧିପାରେ? ଆଦୌ ନୁହେଁ। ଖାଦ୍ୟ ସମସ୍ୟା ଆମ ରାଜ୍ୟର ସବୁଠୁ ବଡ଼ ସମସ୍ୟା, ଯୋଉଥିପାଇଁ ଆମ ଓଡ଼ିଶାରେ ଗରିବ ଭିକାରୀମାନଙ୍କ ସଂଖ୍ୟା ଅସଂଖ୍ୟ। ଯୋଉଠି ଦେଖ ହାତ ପ୍ରସାରି ପତେଇ ଲୋକେ ଭିକ ମାଗୁଛନ୍ତି। ସେଥିରେ ବି ଜୀବନର ସ୍ୱପ୍ନ ଦେଖିବା ଅଛି କି?
ହଁ, ମୋତେ ଭିକ ମିଳିଯିବ, ଖାଇବାକୁ ମିଳିଯିବ, ମୋର ଗୁଜୁରାଣ ମେଣ୍ଟିଯିବ, ନହେଲେ ଭିକାରୀ ଭିକ ମାଗନ୍ତା ନାହିଁ। ମିଳିବାର ଆଶା ପୂର୍ତ୍ତି ହିଁ ଏତାଦୃଶ ଜୀବନର ସ୍ୱପ୍ନ ଦେଖା। ଉପାସ, ଭୋକ, କ୍ଷୁଧା, ପିପାସା ଥାଉ ତଥାପି ଉଦ୍ୟମ କଲେ, ବାରବୁଲା ହୋଇ ବୁଲିଲେ ଏସବୁ ବି ରହିବ ନାହିଁ। କେତେକାଂଶରେ ସମାହିତ ସମ୍ପୂର୍ଣ୍ଣ ହୋଇଯିବ। ଏମିତି ଅନେକଙ୍କର ହୋଇଛି। ଭିକ ମାଗି ମାଲାମାଲ ହେବାର ନଜିର ଅଛି। ପୁଣି ଏଇ ଓଡ଼ିଶା ଭୂମିରେ ଅନ୍ୟ ଉପରେ ନିଜର ଅତ୍ୟାଚାରର ବିଷ ଓଗାଳି ଅତ୍ୟାଚାରୀ ଅତ୍ୟାଚାରିତର ପ୍ରାଣ ନେଇଥାଏ ଜୀବନରୁ ମାରିଦେଇ। ନିଜେ ଅତ୍ୟାଚାରୀ ଏଇଭଳି ହେବାର ସ୍ୱପ୍ନ ଦେଖେ। ମନରେ ଆଶା ବାନ୍ଧେ କି କେମିତି ମୁଁ ଅତ୍ୟାଚାରିତର ଜୀବନ ଭ୍ରମଣର ଖଳାରେ ବେଙ୍ଗଳା ପକାଇ ତାକୁ ବୁଲାଇ ଘାଣ୍ଟି ହଇରାଣ ହରକତ କରାଇ ତାର ଜୀବନକୁ ଯାତନାରେ ଜଳାଇବି, ତାର ପ୍ରାଣ ନେଇଯିବି। ଯେହେତୁ ମୁଁ ବଳୁଆ, ବଳଶାଳୀ, ସବଳ, ସେଇ ଦୁର୍ବଳ ଲୋକ ମୋଠାରୁ ଅଜସ୍ର ଟଙ୍କା ବଞ୍ଚିବାକୁ ଧାର ନେଇଥିଲା, ଆଜି ପର୍ଯ୍ୟନ୍ତ ଶୁଝି ପାରିନାହିଁ। ମୋର କାବୁରେ ଥାଇ ମୋତେ ମାନୁନାହିଁ। ସେଥିପାଇଁ ମୁଁ ତାର ଜୀବନକୁ ଜାଳି ପୋଡ଼ି ମାରି ଧ୍ୱଂସ କରିଦେବି, ହଇରାଣ କରିବି ତାକୁ। କବି ତାଙ୍କର ଏହି ସ୍ୱପ୍ନ ଦେଖୁଛି ନାମକ କିଞ୍ଚିତ୍ ବୌଦ୍ଧିକ ଦୁର୍ବୋଧ୍ୟ ଭାବ ଅସ୍ପଷ୍ଟ ରହିଥିବା କବିତାଟିରେ ଉତ୍କଳୀୟ ମାନବ ଜୀବନର ସଫଳତା ବିଫଳତା, ଧନୀ ନିର୍ଦ୍ଦୟ ନିର୍ଧନ, ଥିଲାବାଲା ନଥିଲାବାଲା, ଅତ୍ୟାଚାରୀ ଶୋଷକ ଠକ, ଅତ୍ୟାଚାରିତ ସବୁ ଶ୍ରେଣୀୟ ମଣିଷମାନଙ୍କର ସାମାଜିକ ଅବସ୍ଥାଗୁଡ଼ିକର ବର୍ଣ୍ଣନା ବିବରଣୀ ଦେଇଛନ୍ତି ସ୍ୱପ୍ନ ଦେଖିବାର ନାମ ଦେଇ। କବି ଭାବନାର ନୂତନ ଦିଗନ୍ତରେ କବିତାର ନାମ ଅଭିନବ ପରିକଳ୍ପନାରେ କରି ଓଡ଼ିଶା ଜନତାଙ୍କର ସାମାଜିକ ସ୍ଥିତିର କଳାତ୍ମକ ସୂଚନାତ୍ମକ ବିବୃତି ପାଠକ ସମ୍ମୁଖରେ ରଖିଛନ୍ତି। ରଚନାରେ ପାରଦର୍ଶିତା ଦେଖାଇ ନ ପାରିଲେ ରଚନାଟି ଶେଷରେ ଅଲୋଡ଼ା ହୋଇ ରହିଯାଇଥାଏ। ପରନ୍ତୁ କବିଙ୍କର ଏହି କବିଙ୍କର କବିତା ବହିର ନାମ ଅଲୋଡ଼ା ଲୋଡ଼ାର ମର୍ଯ୍ୟାଦା ପାଇଅଛି ବୋଲି ପାଠ୍ୟାନ୍ତର୍ଗତ ସମ୍ପାଦିତ ବହିର ସ୍ଥାନିତ ହୋଇଅଛି।